ଏବେ କିନ୍ତୁ ତାଙ୍କ ସହିତ ହିନ୍ଦୀ ସହିତ ଓଡ଼ିଆ ସହିତ ତାଳ ମିଳେଇକି ଆମ ଓଡ଼ିଆ ଫିଲ୍ମ ରିଲିଜ ହଉଛି। ଆଇ ଲଭ୍ ୟୁ ଦେଖିଛି ଏବଂ ଯାହା ବି ପୁରୁଣା ଫିଲ୍ମ ଯେତେ ପୁରୁଣା ଫିଲ୍ମ ଅଛି ମୁଁ ସବୁ ଦେଖିଛି, କାରଣ ମୁଁ ଓଡ଼ିଆ। କିଛି ଦୁଃଖ ନାହିଁ, ଆମେ ଓଡ଼ିଆ, ଆମ ଓଡ଼ିଶାର ଲୋକ, ଆମେ ଓଡ଼ିଆ, ଆମ ମାତୃଭାଷା ହେଲା ଓଡ଼ିଆ। ଆମେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖିବା। ହିନ୍ଦୀ ହଉ ତେଲୁଗୁ ହଉ, ହିନ୍ଦୀ ହଉ ତେଲୁଗୁ ହଉ, ସେମାନେ ପର, ଆମେ ନିଶ୍ଚିତ ଭାବରେ ଆମ ଓଡ଼ିଆ ଫିଲ୍ମ ଦେଖିବା। ମାତୃଭାଷା ଆମର, ନିଶ୍ଚିତ ଭାବରେ ଦେଖିବା। ଏବେ କିନ୍ତୁ ତାଙ୍କ ସହିତ ହିନ୍ଦୀ ସହିତ ଓଡ଼ିଆ ସହିତ ତାଳ ମିଳେଇକି ଆମ ଓଡ଼ିଆ ଫିଲ୍ମ ରିଲିଜ ହଉଛି ଏବଂ ଆମେ ଦେଖୁଛୁ। ଯାହାର ଉଦାହରଣ ହଉଛି ବୋଉ ବୁଟୁ ଭୂତ, ଯୋଉଟା କି ତେଲୁଗୁ ହଉ ହିନ୍ଦୀ ହଉ ସମସ୍ତେ ତ କମ୍ପେୟାର କରିକି ଓଡ଼ିଆ ଫିଲ୍ମ ହେଇଛି, ଆମେ ଦେଖିଛୁ ଏବଂ ସେଇଟା ହଉଛି ଆମ ଓଡ଼ିଆର ଗର୍ବ। ଲଢ଼େଇ ବହୁତ ଭଲ। ଆମର ଗାଁ, ମୁଁ ଯାହା ବି ଦେଖିଲି ପୋଷ୍ଟରରୁ, ଗାଁ ଗହଳି ନେଇକି ଆମ ଓଡ଼ିଆ ଲୋକଙ୍କୁ ନେଇକି ଓଡ଼ିଆ ଫିଲ୍ମ ହେଇଛି ଏବଂ ଓଡ଼ିଆ ଫିଲ୍ମ ନେଇକି ହେଇଛି, ଓଡ଼ିଆ ଭାଷା ନେଇକି ହେଇଛି। ଲଢ଼େଇ ବହୁତ ଭଲ ଫିଲ୍ମ ହବ। ଆମ ଓଡ଼ିଆ ଫିଲ୍ମ ଆପଣ ଦେଖନ୍ତି? ବହୁତ ଭଲ ଦେଖେ। କୋଉ କୋଉ ଫିଲ୍ମ ସବୁ ଦେଖିଛନ୍ତି? ଆଇ ଲଭ୍ ୟୁ ଦେଖିଛି ଏବଂ ଯାହା ବି ପୁରୁଣା ଫିଲ୍ମ ଯେତେ ପୁରୁଣା ଫିଲ୍ମ ଅଛି ମୁଁ ସବୁ ଦେଖିଛି, କାରଣ ମୁଁ ଓଡ଼ିଆ। ମୁଁ ଜନ୍ମରୁ ଓଡ଼ିଆ, ଓଡ଼ିଆକୁ ଭଲ ପାଏ, ଓଡ଼ିଶାକୁ ଭଲ ପାଏ, ମୋ ମାତୃଭାଷାକୁ ଭଲ ପାଏ। କାହିଁକି ସେମାନଙ୍କର ଭୁଲ ନାହିଁ, କାରଣ ସେମିତି ଅବସ୍ଥା ହେଲା ଯୋଉଟା କି ଓଡ଼ିଆ ଫିଲ୍ମ ଆସ୍ତେ ଆସ୍ତେ କମ ହେଇଗଲା, ସେମାନଙ୍କ ଠାରୁ କମ ହେଇଗଲା। ବହୁତ ବାହାରିଲା, ବଢିଆ ଆଇ ଲଭ୍ ବାହାରିଥିଲା, ଆଇ ଲଭ୍ ଆଜି ପର୍ଯ୍ୟନ୍ତ ଆମ ଉଦୟରେ ଅଛି। ତେଣୁ ସେଇଭଳି ଫିଲ୍ମ ବାହାରିଲେ ନିଶ୍ଚିତ ଭାବରେ ଆମେ ଓଡ଼ିଆ ଲୋକ, ଆମେ ନିଶ୍ଚିତ ଭାବରେ ଓଡ଼ିଆ ଫିଲ୍ମ ଦେଖିବୁ, ଆଜି ବି ଦେଖିବୁ, ଲଢ଼େଇ ବି ଦେଖିବୁ। କିନ୍ତୁ ଭାଇ କୁହାଯାଉଛି ବାବୁସାନ ଆଉ ଅନୁଭବକୁ ଛାଡିଲା ଆଉ କୋଉ ଫିଲ୍ମ ଲୋକ ଦେଖୁନାହାନ୍ତି। ନା, ଭୁଲ, ନାଇଁ ନାଇଁ ଭୁଲ। ଭଲ ଷ୍ଟୋରି ଆସିଲେ ଆମେ ସମସ୍ତେ ଦେଖିବୁ। ହିରୋ ହିରୋଇନ ଏଇଟା ମ୍ୟାଟର ନୁହଁ, ମ୍ୟାଟର ହଉଛି ଆମ ଓଡ଼ିଆର ଗର୍ବ। ଆମ ଓଡ଼ିଆ ଅନୁସାରେ, ଆମ ଓଡ଼ିଶାର ସଂସ୍କୃତି କଳା ସଂସ୍କୃତି ଅନୁସାରେ ଆସିଲେ ଆମେ ନିଶ୍ଚିତ ଦେଖିବୁ। ଲଢେଇ କଣ ସେ ସବୁ କରିଛି? ନିଶ୍ଚିତ ନିଶ୍ଚିତ ଏ ଲଢ଼େଇ ଆମ ଓଡ଼ିଶା ଅନୁସାରେ, ଆମ ପରମ୍ପରା, ଆମ ସଂସ୍କୃତି ଅନୁସାରେ ନିଶ୍ଚିତ କରିଛି। ତେଣୁ ଆମେ ସମସ୍ତେ, ମୁଁ ସମସ୍ତ ଦର୍ଶକଙ୍କୁ ଅନୁରୋଧ କରୁଛି, ଭାଇମାନେ ଦେଖ ଦେଖ ଯେ ନିଶ୍ଚିତ ଏ ଲଢ଼େଇ ଆମ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ନେଇକି ତିଆରି ହେଇଛି। ତେଣୁ ନିଶ୍ଚିତ ଭାବରେ ଆମେ ଦେଖିବା ଏବଂ ଆମ ଓଡ଼ିଶା ସିନେମାକୁ ଆଗକୁ ବଢେଇବା।